ଯେକୌଣସି କାର୍ଯ୍ୟ ହୁଏ ଆମେ ମାଆକୁ ଖାଲି ଆରାଧନା କରିକି ଚାଲିଲେ ଆମର ସବୁ କାର୍ଯ୍ୟ ସିଦ୍ଧିପ୍ରାପ୍ତ ହୋଇଛି ଆଜି ପର୍ଯ୍ୟନ୍ତ। ସହ ସମ୍ପାଦକ ଟିଲୋ ଗଡ଼ଚଣ୍ଡୀ ଯାତ୍ରା କମିଟିର ମହାବିଶ୍ୱ ପଣା ସଂକ୍ରାନ୍ତି ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଅନେକ ଅନେକ ଅଶେଷ ଧନ୍ୟବାଦ ଜଣାଉଛି। ମହିମା ଏଠି କହିଲେ କିଛି ଅତ୍ୟୁକ୍ତି ହେବନି। ମା ଆମର ଯେତେବେଳେ ଯେଉଁ ଆମର ମାଙ୍ଗଳିକ କାର୍ଯ୍ୟ ହୁଏ, ଯେକୌଣସି କାର୍ଯ୍ୟ ହୁଏ ଆମେ ମାଆକୁ ଖାଲି ଆରାଧନା କରିକି ଚାଲିଲେ ଆମର ସବୁ କାର୍ଯ୍ୟ ସିଦ୍ଧିପ୍ରାପ୍ତ ହୋଇଛି ଆଜି ପର୍ଯ୍ୟନ୍ତ। କୌଣସି ଏମିତି କାର୍ଯ୍ୟ ନାହିଁ ଯିଏକି ମାଆଙ୍କ ନାଁ ନେଇଛି କି ସେ କାର୍ଯ୍ୟ ସମ୍ପାଦନ ହେଇନି, ସବୁ କାର୍ଯ୍ୟ ସମ୍ପାଦନ ଠିକ୍ଠାକ୍ ହେଇଛି। ବର୍ତ୍ତମାନ ସକାଳ 5:35ରୁ ଆଜିକି ଏତେବେଳେ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ପଣା ଚରୁଭ ଉପରେ ସମସ୍ତଙ୍କୁ ପ୍ରାଧାନ୍ୟ ଦିଆଯାଇଛି। ସମସ୍ତଙ୍କୁ ମାନେ ଉଚିତ ଭାବରେ ଦର୍ଶନ କରିବା ପାଇଁ ଆମର ପିଲାମାନେ ଯେ ଆମର କମିଟିର ସଦସ୍ୟମାନେ ଅଛନ୍ତି ତାଙ୍କୁ ନେଇକି ଦେଖାଦେଖି କରିକି ତାଙ୍କୁ ବିଦା କରୁଛନ୍ତି। ସନ୍ଧ୍ୟାବେଳେ ଆମର ପାଟୁଆ ନାଚ ହେବ, ପାରମ୍ପରିକ ଯେଉଁ ଆମର ମାଆଙ୍କର ପାରମ୍ପରିକ ନୃତ୍ୟ ପାଟୁଆ ନାଚ ହେବ। ଆଗାମୀ 25, 26, 27 ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ଯାତ୍ରା ପରିବେଷଣ ହେବ। ଆଉ ସମସ୍ତେ ଏଠିକି ଯେତିକି ଟିଲୋ 4 ଗାଁ ଆମର ଟିଲୋ କନସପଡ଼ା, ଭାରତୀମଠ, ବଳୁଚାଇ, ମଧୁପୁର ସମସ୍ତ ଗ୍ରାମବାସୀ ଆମକୁ ସହଯୋଗ କରନ୍ତି। ପୂର୍ଣ୍ଣ ସହଯୋଗରେ ଆମେ ଏ କାର୍ଯ୍ୟଟିକୁ ସମ୍ପାଦନ କରୁ।